ହାପି ଇଣ୍ଡିପେଣ୍ଡେନ୍ସ ଡେ ଟୁ ଅଲ୍। ଆଜି ହେଉଛି ଅଗଷ୍ଟ 15 ଆମର ସ୍ୱାଧୀନତା ଦିବସ। ପ୍ରତ୍ୟେକ ଭାରତୀୟ ପାଇଁ ଆଜି ହେଉଛି ଗର୍ବ ଓ ଗୌରବର ଦିନ। ଗତକାଲି ଆଉ ଏକ ଦେଶରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ହଁ, ପାକିସ୍ତାନ। ଅଗଷ୍ଟ 14 ତାରିଖ ଦିନ ପ୍ରତ୍ୟେକ ବର୍ଷ ପାକିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଭାରତ ଠାରୁ ପାକିସ୍ତାନ କେବେ ଅଲଗା ହେଲା? 1947 ମସିହାରେ ଭାରତ ଠାରୁ ପାକିସ୍ତାନ ଅଲଗା ହୋଇକି ଅନ୍ୟ ଏକ ରାଷ୍ଟ୍ର ଗଠନ କଲା। 1947 ମସିହାରେ ଭାରତ ଠାରୁ ପାକିସ୍ତାନ ଅଲଗା ହେବା ପରେ ପ୍ରଥମେ ଦୁଇ ଦେଶ ଭିତରେ ସୀମା ବିବାଦ ଦେଖାଦେଲା ଆଉ ସିନ୍ଧୁ ନଦୀର ଜଳ ବଣ୍ଟନକୁ ନେଇ ବିବାଦ ଦେଖାଦେଲା। ସୀମା ବିବାଦ ଆଉ ସିନ୍ଧୁ ନଦୀର ଜଳ ବଣ୍ଟନକୁ ନେଇ ଦେଖାଯାଉଥିବା ବିବାଦ ପାଇଁ 1960 ମସିହାରେ ଭାରତ ସହିତ ପାକିସ୍ତାନ ଗୋଟିଏ ରାଜିନାମା ସ୍ୱାକ୍ଷରିତ କଲା ସିନ୍ଧୁ ନଦୀ ଜଳ